ଆମେ କବି ପରିଚୟ ଦେଖିବା ରାଧାମୋହନ ଗଡ଼ନାୟକଙ୍କ ବିଷୟରେ। ଓଡ଼ିଆ ସାହିତ୍ୟର ଜଣେ ଅପୂର୍ବ ସର୍ଜନଶୀଳ କବି ଭାବରେ ରାଧାମୋହନ ଗଡ଼ନାୟକ ସୁପରିଚିତ। ଛନ୍ଦ ରସିକ ଭାବରେ ତାଙ୍କର ପ୍ରତିଷ୍ଠା। ସେ ଅନୁଗୁଳ ଜିଲ୍ଲାର ଅଲଣ୍ଡାପାଳ ଗ୍ରାମରେ ବାଗସିୟ ବଂଶର ଉତ୍ତରାଧିକାରୀ ସର୍ବକାର ମହାଦେବ ଗଡ଼ନାୟକଙ୍କର ଔରସରୁ ଗୋଲକମଣିଙ୍କ ଗର୍ଭରୁ ଚତୁର୍ଥ ସନ୍ତାନ ଭାବରେ 25 ଅଗଷ୍ଟ 1911 ଭୂମିଷ୍ଠ ହୋଇଥିଲେ। ଦେଶ ସେବା ଓ ବାଣୀ ସେବାରେ ଅତ୍ୟଧିକ ଅନୁରକ୍ତି ରାଧାମୋହନଙ୍କ ପାଠପଢ଼ାର ଅନ୍ତରାୟ ହେଲା। ତେଣୁ ଶିକ୍ଷା ଆଉ ରଖିପାରିଲେ ନାହିଁ। ସେତେବେଳେ ଦେଶରେ ସ୍ୱାଧୀନତା ସଂଗ୍ରାମ କାଳ ବିଳମ୍ବ ନ କରି ସେ ତହିଁରେ ସୈନିକ ହୋଇ ବାହାରି ପଡ଼ିଲେ। ରାଧାମୋହନ ଗଡ଼ନାୟକ ମନ ପ୍ରାଣର କବି ଭାବାପନ୍ନ। ତେଣୁ କବି ହେବାର ବାସନା ତାଙ୍କର ଚିରନ୍ତନ। ତାଙ୍କର ସୃଷ୍ଟି ହେଉଛି କାଳିଦାସ 1940 ଲେଖିଛନ୍ତି, ବିପ୍ଳବୀ ରାଧାନାଥ 1944, କାବ୍ୟନାୟକ 1945, ଉତ୍କଳିକା 1945, ନବଜାତକ 1947, ସ୍ମରଣିକା 1950, କୈଶୋରିକା 1950, ଶାମୁକାର ସ୍ୱପ୍ନ 1961, ପଶୁପକ୍ଷୀର କାବ୍ୟ 1959, ସୂର୍ଯ୍ୟ ଓ ଅନ୍ଧକାର 1974, ଛାୟା 1986 ଇତ୍ୟାଦି। ଏହା ଥିଲା କବି ପରିଚୟ। ଏବେ ଆମେ ବିଷୟ ପ୍ରସଙ୍ଗ ଦେଖିବା କ'ଣ ରହିଛି। ସୀମା ପ୍ରଦେଶକୁ ଆତୁଆଳ କରି ବାଙ୍କୀ ଓ ଖୋର୍ଦ୍ଧା ମଧ୍ୟରେ ଏକ ତୁମୁଳ ସଂଘର୍ଷ ସୂତ୍ରପାତ ହୋଇଥିଲା। ଏକ ଭିନ୍ନ ପ୍ରକାରର ଯୁଦ୍ଧ ବାର୍ତ୍ତା ବାଙ୍କୀ ରାଜପ୍ରସାଦକୁ ସତେ ଯେମିତି ବଜ୍ର ଶରାଘାତ ପରିଭେଦ କଲା। ଖୋର୍ଦ୍ଧା ରାଜାର ତୀବ୍ର ଆଘାତରେ ବାଙ୍କୀର ଭୂପତି ଅର୍ଥାତ୍ ରାଜାଙ୍କ ଯୁଦ୍ଧଭୂମିରେ ମୃତ୍ୟୁ ସମ୍ବାଦ ସମଗ୍ର ରାଜ୍ୟକୁ ଖେଳିଗଲା। ଅନ୍ତଃପୁରରେ ବସବାସ କରୁଥିବା ସମସ୍ତ ନାରୀମାନେ ଅତି ବିକଳ କାତର ସ୍ୱରରେ କ୍ରନ୍ଦନ କରି କରାକଳ କରିଉଠିଲେ। ମାତ୍ର ତରୁଣୀ ରାଣୀ ଶୁକଦେଇ ସେହି ଦାରୁଣ ବାରତା ଶୁଣି କିଛି ସମୟ ପାଇଁ ସେ ପାଷାଣ ପରିକା ସ୍ତବ୍ଧ ରହିଗଲେ ଓ ବାକ ସ୍ଫୁରଣ ହେଲା ନାହିଁ। ତେଣୁ ସେ ମନେ ମନେ ଚିନ୍ତା କରୁଛନ୍ତି ଯେ ଯଦି ଆମେ ବିକଳ ହୋଇ ଅଶ୍ରୁ ନିର୍ଗତ କରିବା ତେବେ ଆମର କୌଣସି ମୁକ୍ତି ନାହିଁ। କାରଣ ଆମେ ଖୋର୍ଦ୍ଧା ରାଜାଙ୍କ ତଳେ ବନ୍ଦିନୀ ହୋଇ ରହିବା। ଦଗ୍ଧ ହୃଦୟକୁ କେବଳ ଏକମାତ୍ର ଶାନ୍ତି ହେଉଛି ଶତ୍ରୁ ଛାତିର ରକ୍ତଗାର। ଯୁବରାଜା ପିତାଙ୍କର ଦେହାନ୍ତରେ କ୍ରନ୍ଦନ କରୁଥିଲେ। ତେଣୁ ରାଣୀ ଯୁବରାଜଙ୍କୁ ସାନ୍ତ୍ୱନା ଦେବାକୁ ଯାଇ ଶିରକୁ ଚୁମ୍ବନ କରି କହିଲେ, ହେ ଯୁବରାଜା, ଆଉ କାନ୍ଦ ନାହିଁ। ଯୁଦ୍ଧ ବେଶରେ ତୁ ଶୀଘ୍ର ସଜ୍ଜିତ ହୁଅ। କିଛି ସମୟ ପରେ ତାଙ୍କର ବୃଦ୍ଧ ମନ୍ତ୍ରୀ ରାଣୀଙ୍କ ପାଖକୁ ସାକ୍ଷାତ କରିବାକୁ ଆସିଲେ। ମନ୍ତ୍ରୀ ଆପଣାର ଅନ୍ତର ବେଦନାର କଥାକୁ ଅତି ବିକଳର ସହ ଉପସ୍ଥାପନା କଲେ। ମଣିମା, ହେ ରାଣୀ, ଏମିତି ଏକ କଠୋର ବାର୍ତ୍ତା ଶୁଣିବା ପାଇଁ ମୁଁ ମୋ ବାକିତକ ଜୀବନକୁ ଧାରଣ କରି ବଞ୍ଚିଥିଲି କି? ବାଙ୍କୀର ଗୌରବ ରୂପକ ସୂର୍ଯ୍ୟ ଆଜି ଚିରଦିନ ପାଇଁ ଅସ୍ତମାନ ହୋଇଗଲେ। ଶତ୍ରୁ ପକ୍ଷରେ ଏକ ଭୀଷଣ କୋଳାହଳ ସୃଷ୍ଟି ହେଉଛି। ସେମାନେ ଅଳ୍ପ ଦୂରରେ ମାଡ଼ି ଆସୁଛନ୍ତି ବାଙ୍କୀ ସକାଶେ। ବାଙ୍କୀ ପ୍ରଦେଶକୁ ଗ୍ରାସ କରିବାକୁ ସେମାନେ ଗୋପାଳପୁରକୁ ଆସିଲେଣି। ତେଣୁ ମନ୍ତ୍ରୀ ରାଣୀଙ୍କୁ ପରାମର୍ଶ ଦେଉଛନ୍ତି କି, ହେ ମଣିମା, ଆଗକୁ ଅନ୍ୟ କୌଣସି ପନ୍ଥା ଦିଶୁନାହିଁ। ତେଣୁ ରାଇଜର ଏକ ଅଂଶ ଦେଇ ଆମେ ସନ୍ଧି କରିବା ହିଁ ଏକମାତ୍ର ଉପାୟ ଦିଶୁଛି। ଯୁବରାଜ ଏବେ ନାବାଳକ ଆଗକୁ କିଛି ହେଲେ ରହିଲେ ଭବିଷ୍ୟତକୁ ଭୁଞ୍ଜିବେ ବୋଲି ପରାମର୍ଶ ଦେଲେ। ଏ ବକ୍ତବ୍ୟ ଶୁଣି ସାରିଲା ପରେ ରାଣୀ କହୁଛନ୍ତି, ହେ ମନ୍ତ୍ରୀବର, କ'ଣ ଏ ସବୁ କହୁଛ? ଆପଣଙ୍କର ଏ ପ୍ରସ୍ତାବ ମୋତେ ଭୟଙ୍କର ବିଷତୁଲ୍ୟ ମନେ ହେଉଛି। କାହିଁକି ନା ଏତେ ବଡ଼ ଲାଞ୍ଛନା ଅପମାନ ବରଣ କରିଲା ପରେ ମୁଁ କେମିତି, ଯିଏ ମୋର ସ୍ୱାମୀକୁ ହତ୍ୟା କରିଛି, ମୃତ୍ୟୁର ଭୟରେ ମୁଁ ତାର ଚରଣ ତଳେ ଆଶ୍ରା ଖୋଜିବି। ତେଣୁ ହେ ମନ୍ତ୍ରୀ, ମୁଁ ଆପଣଙ୍କୁ ଅନୁରୋଧ କରୁଛି, ତୁମେ ଯାଇ ସୈନ୍ୟବାହିନୀ ସଜ୍ଜିତ କର, ଆଉ ବିଳମ୍ବ କର ନାହିଁ। ଶତ୍ରୁ ସହ ଯୁଦ୍ଧ ସକାଶେ ମୁଁ ହିଁ ଯିବି। ତାପରେ
ମନ୍ତ୍ରୀ ପୁନଶ୍ଚ କହୁଛନ୍ତି, ହେ ରାଣୀ, ଏ ସମୟ ଏମିତିକା ବ୍ୟାକୁଳତା କ'ଣ ପାଇଁ? ଯୁଦ୍ଧ କରିବା ସାଧାରଣ ସହଜ କଥା ନୁହେଁ। ସନ୍ଧି ବ୍ୟତୀତ ଅନ୍ୟ କୌଣସି ଏବେ ଉପାୟ ନାହିଁ। ତେଣୁ ଆପଣଙ୍କର ମୁଖରୁ ଯଦି ଆଦେଶ ହୁଏ, ତେବେ ମୁଁ ସନ୍ଧି ପାଇଁ ମୋର ଜୀବନ ଦେଇକି ବ୍ୟବସ୍ଥା ଆରମ୍ଭ କରିବି। ଏଇ ବୃଦ୍ଧ ମନ୍ତ୍ରୀର ଶେଷ ଅନୁରୋଧଟି ଆପଣ ରକ୍ଷା କରନ୍ତୁ। ଯାହାର ହୃଦୟରେ ଅଗ୍ନିର ଶିଖା ଦୀପ ଦପ ହୋଇ ପ୍ରଜ୍ୱଳିତ ହେଉଛି, ଧମନୀ ଭିତରେ ଏକ ଉଷ୍ମ ଝରଣା ରକ୍ତଝର ଆସୁଛି, ସେ ହେଉଛି ରାଣୀ। ବୃଦ୍ଧ ମନ୍ତ୍ରୀଙ୍କ ସେଇ କାପୁରୁଷ ବକ୍ତବ୍ୟ ଶୁଣୁ ଶୁଣୁ ତାଙ୍କର କପାଳ ଦେଶ ଝଲସି ଉଠିଲା। ସେହି କାରୁଣ୍ୟ ନୟନ ଏହା ଶୁଣି କ୍ରୋଧରେ ଜର୍ଜରିତ ହୋଇଗଲା। ରାଣୀ କହୁଛନ୍ତି, ହେ ମନ୍ତ୍ରୀ, ତୁମର ଏଇ କାପୁରୁଷ ଭାବନା ପରିତ୍ୟାଗ କର। ଏ ଭୟଗ୍ରସ୍ତ ଭାବନା କରୁଛ। ଆପଣ କେମିତି ଜାଣିବେ କେଉଁ ପ୍ରକାର ଆଘାତରେ ମୋ ଅନ୍ତର ଏବେ ହାଣି ହେଉଛି? ତୁମେ କ'ଣ ଆଉ ବୁଝିବ? ସମଗ୍ର ରାଜ୍ୟରେ କେହି ହେଲେ ମୋ କଥା ଶୁଣିଲେ ନାହିଁ। ଯୁଦ୍ଧରେ କେହି ନ ବାହାରିଲେ ମଧ୍ୟ ମୁଁ ଏଇ ଦୟାନିଧିକୁ ଧରି ଯୁଦ୍ଧରେ ମହାସମରରେ ମୁଁ ଝାସ ଦେବି। ରାଜ୍ୟ ରୂପକ ଲକ୍ଷ୍ମୀରେ ଯେଉଁ ଘୋର ଅପମାନ ହେଇଛି, ତେଣୁ ମୁଁ ତ ଗୋଟେ କ୍ଷତ୍ରିୟ ବାଳା ହେଇକି ମୋ ହୃଦୟରେ ଧର୍ମକୁ ଭୁଲିଯାଇ ଆଶଙ୍କା ଭାବ ନେଇ ଜୀବନର ଯନ୍ତ୍ରଣାକୁ ସହିପାରିବି କି? ସୂର୍ଯ୍ୟକାନ୍ତ ମଣି ଯେମିତି ଜଳେ, ଠିକ୍ ଆଜି ରାଣୀ ଅସଂଖ୍ୟ ଶକ୍ତି ସହିତ ଜଳି ଯାଉଛନ୍ତି। କ୍ରୋଧର ଅଗ୍ନିକୁ ଜାଳି ମନ୍ତ୍ରୀଙ୍କ ସନ୍ଧି ମନ ମଧ୍ୟ ପ୍ରଜ୍ୱଳିତ ହୋଇଗଲା। ବେଦନାରେ ରହି ଯୁଦ୍ଧ କରିବା ସହଜ ନୁହେଁ। ମାତ୍ର ଯେହେତୁ ଆପଣ ଆଦେଶ ଦେଇଛନ୍ତି ବୋଲି ସମର ପାଇଁ ପ୍ରସ୍ତୁତ କରିବେ କହି ପ୍ରସ୍ଥାନ ହୋଇଗଲେ। ବାଙ୍କୀ ପାଇକ ଏହା ଶୁଣି ସମସ୍ତେ ଉତ୍ତେଜିତ ହୋଇଗଲେ। ଧନୁ ବାଣ ତରବାରି ଧରି ଯୁଦ୍ଧ ପାଇଁ ଅଗ୍ରସର ହେଲେ। ବର୍ଷ ଋତୁର ଝରଣା ଯେମିତି ଝରଝର ଯାଏ, ଆଜି ଠିକ୍ ସେମିତି ସମସ୍ତେ ଯୋଦ୍ଧା ମାଡ଼ି ଚାଲିଲେ। ଗୋଟିଏ ରାତି ଭିତରେ ବାଙ୍କୀ ସୀମାରେ ସମସ୍ତେ ଠୁଳ ହୋଇଗଲେ। ପୂର୍ବ ଗଗନରେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଦୁର୍ଗର ଦ୍ୱାର ଫିଟି ଉଠିଲା ଓ ରାଣୀ ସୈନ୍ୟବାହିନୀରେ ବାହାରିଗଲେ। ବାଙ୍କୀର କୁଳଦେବୀଙ୍କୁ ସ୍ମରଣ କରି ଜୟ ଚରଚିକା ନାଦରେ ଏଭଳି ପ୍ରକମ୍ପିତ ହେଲା ଯେ, ଧୂଳିର ନଭ ସୃଷ୍ଟି କଲା। ଅନେକ ପଥ ଯାତ୍ରା କରି ସାରିଲା ପରେ ଶତ୍ରୁ ସୈନ୍ୟ ସହ ସାକ୍ଷାତ ହେଲେ। ତୁମୁଳ ସଂଘର୍ଷ ହେଲା। ରାଣୀ ସ୍ୱାମୀ ହନ୍ତା କୁଆଡ଼େ ଗଲା ସେ ଆତତାୟୀ ବୋଲି ଖୋଜିବାକୁ ଲାଗିଲେ। ଯଦି ପାଟ ଖଣ୍ଡାରେ ମୁଁ ଆତତାୟୀକୁ ହତ୍ୟା କରିପାରିବି, ପ୍ରକୃତରେ ଏ ଖଣ୍ଡା ଧନ୍ୟ ହୋଇଯିବ। ସେଠାରେ ବଳମ୍ବା ସୈନ୍ୟମାନେ ଆସି ବାଙ୍କୀ ସହିତ ମିଶିଗଲେ। ବାଙ୍କୀ ପାଇକ ମଧ୍ୟରେ ଆହୁରି ଦମ୍ଭ ପ୍ରକାଶ ପାଇଲା। ଅନେକ ପାଇକ ସେନାଙ୍କୁ ସେମାନେ ମହାନିଦ୍ରାରେ ଶୁଆଇ ଦେଲେ। ହଟକେଶ୍ୱର ଝରଣା ଭଳି ସମସ୍ତେ ମାତିଗଲେ। ତେଣୁ ପୂର୍ବ ସାହସ ଦମ୍ଭରେ ଖୋର୍ଦ୍ଧା ପାଇକ ଆଉ ଜାଗ୍ରତ ହୋଇପାରିଲେ ନାହିଁ। ଶେଷରେ ବାଙ୍କୀର ହସ୍ତେ ଖୋର୍ଦ୍ଧା ସେନାପତି ହତ ହେଲେ ଓ ଖୋର୍ଦ୍ଧା ଭୂମିର ରାଜା ବନ୍ଦୀ ହେଲେ। ଶତ୍ରୁ ପକ୍ଷର ଛାତି ଉପରେ ବାଙ୍କୀ ପତାକା ଉତ୍ଥୀତ ହେଲା। କିଛି କ୍ଷଣ ପାଇଁ ରାଣୀଙ୍କର ମୁଖରେ ଉଲ୍ଲାସ ଭାବ ଫୁଟିଲା। କ୍ଷତ୍ରିୟର ମୂଳ ଧର୍ମ ଯୁଦ୍ଧ। ଖୋର୍ଦ୍ଧା ରାଜା କହୁଛନ୍ତି, ହେ ରାଣୀ, ଆଉ ବିଳମ୍ବ ନ କରି ସ୍ୱାମୀ ହନ୍ତାର ପ୍ରତିଶୋଧ ନିଅନ୍ତୁ। ବନ୍ଦୀ କରି ଅପମାନ ଦିଅନ୍ତୁ ନାହିଁ। ମୁକ୍ତି ପ୍ରଦାନ କରନ୍ତୁ। ରାଣୀ କହନ୍ତି, ମୁଁ ଆଜି ନାରୀ ନୁହେଁ, ରକ୍ତଲୋଭୀ ଆଜି। କିଏ ଆସି ଅପରି କରିଛ ମୋତେ? ଅଶ୍ରୁର ଜଳ ଭିତରେ ମୋତେ ଭସାଇ ଦେଇଛି। ତେଣୁ ପତି ବିନା ମୋ ଅବସ୍ଥା ଅସମ୍ଭାଳ। ମୋର ପ୍ରତିଶୋଧ ଆଜି ପୂର୍ଣ୍ଣ ହୋଇଛି। ମୁଁ ଆପଣଙ୍କୁ ମୁକ୍ତି ଦେଉଛି ବୋଲି କହିଲେ। ବାଙ୍କୀ ରାଣୀର ସମ୍ମୁଖରେ ଖୋର୍ଦ୍ଧା ରାଜା ଲଜ୍ଜିତ ହୋଇଗଲେ। ସେ କହିଲେ, ହେ ରାଣୀ, ଆପଣଙ୍କର ଏ ବାଣୀ ମୋ ପାଇଁ କଠୋର ଦଣ୍ଡ ସଦୃଶ। ରାଣୀ, ଆପଣ ରାଣୀ ନୁହନ୍ତି, ସାକ୍ଷାତ ଦେବୀ। ବାଙ୍କୀ ରାଜାଙ୍କୁ ହତ୍ୟା କରି ମୁଁ କେଉଁ ପ୍ରକାର କ୍ଷମା ପ୍ରାର୍ଥନା କରିବି ବୋଲି ରାଜା କହିଲେ। ନିଜ ମହାନତା ବଳରେ ମୋତେ ଆଜି ପରାସ୍ତ କରିଛନ୍ତି। ତେଣୁ ହେ ରାଣୀ, ଖୋର୍ଦ୍ଧା ସୀମାରେ ଚିରଦିନ ପାଇଁ ଆପଣଙ୍କର ସ୍ମାରକୀ ବିରାଜିତ ହେବ। ତୁମ୍ଭର ବିଜୟ ସଂକେତ ଓ ମୋର ପରାଜୟର ଚିହ୍ନ ସ୍ୱରୂପ ମୋର କୁଶକଳା ପ୍ରଗଣା ଆଜିଠାରୁ ବାଙ୍କୀକୁ ପ୍ରଦାନ କଲେ। ଅଶ୍ରୁ ଛଳ ଛଳ କରି ଦୟାନିଧି ମସ୍ତକରେ ଚୁମ୍ବନ ଦେଲେ ରାଣୀ। ସେହି ଦିନଠାରୁ 3 ଦିନ ଶେଷ ଧରିଲେ ଯେ ଆଉ ଉଠିଲେ ନାହିଁ। ସମସ୍ତଙ୍କ ଭିତରେ ଚର୍ଚ୍ଚା ହୋଇଗଲା ଯେ, ଯୁଦ୍ଧ ବିଜୟ ପରେ ରାଣୀ କାହିଁକି ବିରତି ନେଲେ। ଅନ୍ୟ ପକ୍ଷରେ ଦୟାନିଧି ମା ମା ବୋଲି ବ୍ୟାକୁଳ ଚିତ୍ତରେ ଅଶ୍ରୁ ନିର୍ଗତ କରିବାରୁ 3 ଦିନ ପରେ ରାଣୀ ଶଯ୍ୟାତ୍ୟାଗ କଲେ।
କପାଳର କୁଞ୍ଚିତ ଚିନ୍ତା ରେଖାକୁ ଲିଭେଇ ଦୟାନିଧି ନିମନ୍ତେ ଓ ନୂତନ ରାଜ୍ୟ ଭାର ପାଇ ରାଣୀ ବାଙ୍କିବାସୀଙ୍କ ଉଦ୍ଦେଶ୍ୟରେ କହିଲେ, ମୁଁ ଆଉ ଲୋତକ ଜଳରେ ଭାସିଯିବି ନାହିଁ। ହୃଦୟକୁ ପଥର କରି କେବଳ ପୁତ୍ର ନିମନ୍ତେ ହିଁ ବଞ୍ଚି ରହିବି। ଏହା ଥିଲା ବୀରରାଣୀ ସୁକୋଦେଇର ସମ୍ପୂର୍ଣ୍ଣ ସାରମର୍ମ, ଯାହାକୁ ତମେମାନେ ଲଙ୍ଗ କୋଶ୍ଚିନ୍ରେ ଲେଖିପାରିବ। କବିତାରୁ ଯେକୌଣସି ପ୍ରଶ୍ନ ଆସିଲେ ଏହା ପଢ଼ିଥିଲେ ତମେ ଆରାମସେ ଲେଖିପାରିବ। ତେଣୁ ମୁଁ ଆଶା କରୁଛି ଏ ଭିଡ଼ିଓଟି ତୁମକୁ ବହୁତ ହି ଭଲ ଲାଗିଥିବ, ତୁମମାନଙ୍କୁ ବହୁତ ହି ସାହାଯ୍ୟ କରିବ। ତେଣୁ ଏପରି ଆଉ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କର, ସାଙ୍ଗମାନଙ୍କ ସହିତ ସେୟାର କର ଓ ଭିଡ଼ିଓକୁ ଲାଇକ୍ କର।